ଶ୍ରୀକୃଷ୍ଣଙ୍କର 8 ଜଣ ପ୍ରିୟ ସଖୀ ଥିଲେ, ଯାହାଙ୍କୁ ଅଷ୍ଟସଖୀ ବୋଲି କୁହାଯାଉଥିଲା। ସେମାନେ ରାଧାଙ୍କ ସବୁଠୁ ପ୍ରିୟ ସଖୀ ଥିଲେ, ଯେଉଁମାନେ କି ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମରେ ସହାୟକ କରୁଥିଲେ। ତେବେ ଆସନ୍ତୁ ଜାଣିବା ସେହି ଅଷ୍ଟସଖୀଙ୍କ ନାମ। ଲଳିତା ଶ୍ରୀକୃଷ୍ଣଙ୍କ ପ୍ରମୁଖ ସଖୀ ଥିଲେ, ଯିଏକି ଶ୍ରୀକୃଷ୍ଣ ଓ ରାଧାଙ୍କ ଲୀଳାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ରାଧାକୃଷ୍ଣଙ୍କୁ ଭେଟ କରାଇବାରେ ସହାୟତା କରୁଥିଲେ। ଲଳିତାଙ୍କ ଭଳି ଚତୁରତା ଓ ରାଧାଙ୍କ ପ୍ରତି ଥିବା ନିଷ୍ଠାର କାରଣ ଯୋଗୁଁ ଶ୍ରୀକୃଷ୍ଣ ବହୁତ ସମ୍ମାନ କରୁଥିଲେ। ବିଶାଖା ଏହି ସଖୀଙ୍କ ଅନ୍ୟ ନାମ ଅନୁରାଧା ବର୍ଷାନାର କମାଇ ଗାଁର ବାସ କରୁଥିଲେ, ଯାହାଙ୍କ କାମ ଅଳତା ଓ ଚନ୍ଦନ ସେବା। ଶ୍ରୀକୃଷ୍ଣଙ୍କ ମଧ୍ୟ ହାସ୍ୟ ବିନୋଦ କଥା କହି ହସାଇବାରେ ମୁଖ୍ୟ ଭୂମିକା ଥିଲା। ଚମ୍ପକଲତା ଏହି ସଖୀଙ୍କର ରଙ୍ଗ ଚମ୍ପା ଫୁଲ ପରି ଚମକୁଥାଏ, ଆଉ ମଧ୍ୟ ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତି। ଶ୍ରୀକୃଷ୍ଣଙ୍କର ରୋଷେଇ ଘର ଦାୟିତ୍ୱରେ ଥିଲେ। ଶ୍ରୀକୃଷ୍ଣଙ୍କ ପାଇଁ 56 ଭୋଗ ରୋଷେଇରେ ନିପୁଣ ଥିଲେ। ଚିତ୍ରା ଏହି ସଖୀ ରାଧାକୃଷ୍ଣଙ୍କ ମିଳନର ସହାୟତା କରନ୍ତି। ସ୍ୱାଦିଷ୍ଟ ଫଳ ଓ ସରବତ ପ୍ରସ୍ତୁତ କରି ପରସିଥାନ୍ତି। ତୁଙ୍ଗବିଦ୍ୟା ଏହି ସଖୀ 64 କଳାର ନିପୁଣ ଥିଲେ, ବିଶେଷ କରି ସଙ୍ଗୀତ, ନୃତ୍ୟ ଓ ନାଟକରେ ତାଙ୍କ ଶରୀର କର୍ପୂର ଚନ୍ଦନ ମିଶ୍ରିତର କେଶର ଭଳି। ଏହି ସଖୀ ବୀଣା ବଜାଇବାରେ ନିପୁଣ ଥିଲେ। ଇନ୍ଦୁଲେଖା ଏହି ସଖୀ ରାଧାଙ୍କ ଠାରୁ 3 ଦିନ ସାନ। ରାଧାକୃଷ୍ଣଙ୍କ ପ୍ରେମ ସନ୍ଦେଶ ଦେବା ନେବାରେ ସାହାଯ୍ୟ କରୁଥିଲେ। ନାଗମାନଙ୍କୁ ବଶ କରିବାର ବିଦ୍ୟା ମଧ୍ୟ ଜଣାଥିଲା। ସମୁଦ୍ରଶାସ୍ତ୍ର ଓ ହାତରେଖା ଭଳି ଭବିଷ୍ୟତ କହିବାରେ ନିପୁଣ ଥିଲେ। ରଙ୍ଗଦେବୀ ଏହି ସଖୀଙ୍କ ଅନ୍ୟ ନାମ ଶ୍ୟାମଳା। ଏହି ସଖୀ ଶ୍ରୀକୃଷ୍ଣଙ୍କୁ ଲୁଚାଇବାରେ ମାହିର ଥିଲେ। ଏହି ସଖୀଙ୍କ ପ୍ରମୁଖ କାମ ରାଧାଙ୍କ ଶୃଙ୍ଗାର କଜଳ ବସ୍ତ୍ର ସଜାଇ ସୁଗନ୍ଧିତ ପଦାର୍ଥରେ ସେବା କରିବା। ସୁଦେବୀ ଏହି ସଖୀ ରାଧାଙ୍କର ଅଷ୍ଟସଖୀଙ୍କ ମଧ୍ୟରେ ସବୁଠାରୁ ସାନ, ଯାହାଙ୍କର ମୁଖ୍ୟ କାମ ଶ୍ରୀକୃଷ୍ଣଙ୍କୁ ପାଣି ପିଆଇବା। ଏହି ସଖୀ ପାଣିକୁ ପବିତ୍ର କରିବାରେ ବିଦ୍ୟା ଜାଣିଥିଲେ।